ମୁଁ ଖବର ପାଇଲି 2:30 କି 32 ଭିତରେ ହଠାତ୍ ସେ ଆମର ଏଠି ଜଣେ ଯୋକଡ଼ିଆର କୁନା ରାଉତ ବୋଲି ଜଣେ ଖବର ଦେଲେ ମୋତେ ଯେମିତି ଏମିତି ଗୋଟେ ପିଲା ଡେଇଁ ପଡ଼ିଛି। ମୁଁ ସେଠୁ ଆସି ଦେଖିଲା ବେଳକୁ ସେ ଆମ ମାନସ ସାଇଙ୍କ ପୁଅ, ତା ନାଁ କୈବଲ୍ୟ ବିଶ୍ୱାଳ, ଆଉ ପୁତୁରା ହବ ମୋର। କ'ଣ ତାର ହେଇଛି ଆମେ ବି ଜାଣିନୁ ଇନସିଡେଣ୍ଟ। ତାପରେ ଆଉ ଆସିପାରିଲାନି। ତାପରେ ଆମେ ଆସିକି ଖବର ଦେଇଛୁ ଓଭରଟାଇମ୍ ଟିମ୍ କି ଫାୟାର ବ୍ରିଗେଡକୁ, ପୋଲିସ ସମସ୍ତେ ଆସିଛନ୍ତି। ଆଉ ନା ସେ ଏକୁଟିଆ କାଳେ ଆସିଥିଲା ବୋଲି ଆମେ ଖବର ପାଉଛୁ। ଆମେ ତ ଦେଖିନୁ, ପ୍ରତ୍ୟକ୍ଷଦର୍ଶୀ ନୁହଁ, କିନ୍ତୁ ଆମେ ଯାହା ଶୁଣିକି ଆସିଛୁ ଖାଲି। କାରଣ ନା ସେମିତି କିଛି ତ ତାର ଅସୁବିଧା ନଥିଲା, ଭଲ ପିଲାଟେ, ଗୋଟିଏ ପୁଅ, ବାପା ମାର କିଛି ଅସୁବିଧା ନଥିଲା, ଚାକିରି କରିଥିଲା। କିନ୍ତୁ କ'ଣ ଏମିତି ଅସୁବିଧା ହେଲା ଆମେ ବି ଜାଣିନୁ। ତୋଫାନ କାଲି ଆସିଥିଲା ରାଗିକି କହିଲା ହଉଛି ମୁଁ ସୁସାଇଡ୍ କରିମି। ତାକୁ ଦେଖିଲେ ପିଲା ଆମର ଅଟକେଇ ନେଇକି ତାକୁ ସେ ନଡ଼ିଆ ଗଛରେ ବାନ୍ଧିଥିଲେ। ତା ବାପା ହେରିକା ଆସିଥିଲେ, ତା ବାପା ବୋଉ ହେରିକା ଆସିକି ତାକୁ ନେଇକି ଯାଇଥିଲେ। ପୁଣି ଆଜି ଦେଖିଲା ବେଳେ ଏମିତି ଆଉ କାଲି ସେ 7:30 8ଟା ହବ ଆଉ ସନ୍ଧ୍ୟା। ଏମିତି ଗଳେଇଥିଲା ମୁଣ୍ଡ ଗଳେଇଲା ଯେତେବେଳେ ସେ ଆମ ପିଲା ଏଇଠି ମାଛ ଧରିଥିଲେ, ଆସିକି ଧରିକି ନେଇଗଲେ, ନେଇକି ସେ ନଡ଼ିଆ ଗଛରେ ବାନ୍ଧିଲେ। ତାଙ୍କ ସହିତ ଦୁନିଆ ଯୁକ୍ତି ହେଲା। ଯୁକ୍ତି ହେଲା ପରେ ସେ ତାକୁ ବାନ୍ଧିକି ରଖିଲେ, ସମ୍ଭାଳି ପାରିଲେନି। ତା ବାପା ବୋଉ ହେରିକା ଫୋନ୍ କଲେ, ସେ ଆସିଲେ। ଆଜି ତ ଏଇ 2:30 ବେଳେ ଆଉ ଡାଇରେକ୍ଟ ଆସିଲା, ସେପଟକୁ ଗଲା କ'ଣ ମାଲ ପିକି ଆଇଲା, ଆସିଲା ଏପଟରେ ଜୋତାଟା ରଖିଲା, ଡେଇଁଲା ଆଉ ସେପଟେ ଯାଇଥିଲା ମଦ ପିଲା, ସେପଟେ ଆସି ପୁଣି ଏପଟେ ସେପଟେ ଲୋକ କେହି ନଥିଲେ, ସେ ଏକୁଟିଆ ଡେଇଁଛି। ସବୁ ଗୋଟେ ଆସି ଖୋଜାଖୋଜି କର, ସେ ପାଇବେନି।